ପାଞ୍ଚ ଘଣ୍ଟାର ଲଗାଣ ବର୍ଷା ପରେ ବେହେଲ ହୋଇଛି ଆଠଗଡ଼ର ରାଜଶେଷପୁର ଅଞ୍ଚଳ। ସିଧାସଳଖ ଦୃଶ୍ୟ ମୁଁ ଦେଖେବି। ଏଇ ଯେଉଁ ଆପଣ ଦେଖୁଛନ୍ତି ହେଉଛି ରାଜଶେଷପୁର ଅଞ୍ଚଳର ଏକ ଘରର ଦୃଶ୍ୟ। କିଭଳି ଭାବେ ଯେଉଁ ବର୍ଷା ଜଳ ରହିଛି, ବର୍ଷା ଜଳ କିଭଳି ଭାବେ ଘରେ ଲହଡ଼ି ମାରୁଛି। ବେଡରୁମ୍ କଥା କୁହନ୍ତୁ, ଠାକୁର କଥା କୁହନ୍ତୁ, ସବୁଠାରେ ବର୍ଷା ଜଳ ଫସିକି ରହିଛି। ଯଦି କହିବା ଗତକାଲି ଆଠଗଡ଼ ଅଞ୍ଚଳରେ ପାଖାପାଖି 5 ରୁ 7 ଘଣ୍ଟା ବର୍ଷା ହୋଇଥିଲା, ଯାହାଫଳରେ କେତେକାଂଶରେ ଘରର ପାଚେରୀ ଭାଙ୍ଗିବା ସହିତ ଘର ଭିତରେ ବର୍ଷା ପାଣି ଲହଡ଼ି ମାରୁଛି। କାଲିଠାରୁ ଲୋକମାନେ ବହୁ ଅସ୍ତବ୍ୟସ୍ତ ଭାବେ ଜୀବନଯାପନ କରୁଛନ୍ତି। ସିଧାସଳଖ ଅଛନ୍ତି, ତାଙ୍କ ସହିତ ଆଲୋଚନା କରିବା। କହିବା ଆଜ୍ଞା, ଏଇ ବର୍ଷା ପାଣି କେତେ ସମୟ ଧରି ପଶିକି ରହିଛି? ରାତି 1ଟାରୁ ବର୍ଷା ଯେଉଁ ଚାଲିଛି, ସେଠୁ ପାଣି ପୁରା ଆସ୍ତେ 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 ଭର୍ତ୍ତି ହେଇଛି। ତାପରେ ଯେଉଁ ଡ୍ରେନେଜଟା ପୁରା ବ୍ଲକ୍ ହେଇଛି। ଆଉ ଯେଉଁ ଆଗରୁ ଡ୍ରେନେଜଟା ବହୁତ ଚଉଡ଼ା ଥିଲା, କିନ୍ତୁ ଯେଉଁ ଏଇ 2 ବର୍ଷ ହେଲା ଡ୍ରେନେଜ ଯେଉଁ କରିଦେଲେ ସେଟା ପୁରା ସଂକୁଚିତ କରିଦେଲେ। ଡ୍ରେନେଜଟା ଚଉଡ଼ା କରିଦେଲେ ପାଣିଟା ପଳେଇଯାନ୍ତା। ତାପରେ ଡ୍ରେନେଜ ଯେଉଁ କଲେ ସଫା ବି ଜମା ହେଉନି, ଫଳରେ ଡ୍ରେନେଜରେ ପାଣି ଯାଉନି। ମୁଁ କାଲି ଗୋଟେ ଲାଇଭ୍ ଭିଡ଼ିଓ ଦେଖେଇଥିଲି। ଆଗରୁ ଆର ବର୍ଷ ଯେବେଠୁ ଡ୍ରେନ୍ ତିଆରି ହେଇଛି ସେଇପଟେ ହୋଇଛି। 60 ମସିହାରୁ ଆମ ଘର ହେଇଛି ଏଠି। ବ୍ଲକ୍ ରହିଛି, ସେ ଡ୍ରେନେଜଟାକୁ ବ୍ଲକ୍ କରିକି ଘର ତିଆରି କରିଛନ୍ତି। ଫଳରେ ଡ୍ରେନେଜଟା ସଂକୁଚିତ ହେଇଯାଇଛି। ଡ୍ରେନେଜ ସଫା ହେଉନି। ଏଇ 2 ବର୍ଷ ହେଲା କେବଳ ପାଣି ପଶୁଛି। ଏନ୍ଏସି ଜମା କେହି ଆସିନାହାନ୍ତି, କି ଡ୍ରେନେଜ ଜମା ତିଆରି ହେଲା କିନ୍ତୁ ସଫା ବି ହେଇନି। যেহেতু রয়েছে চান্দল ছাকটারু সাপ নদী পর্যন্ত মুখ্য ড্রেন রয়েছে, সে ড্রেনটি যে সংকুচিত হওয়া ফলে যে বর্ষা জল যা কথা তাহা কেতে অংশে অবরোধ হয়েছে এবং কিছু জবরদখলকারী রয়েছেন, যে বর্ষা জল যাই সিধাসলখ দৃশ্য দেখুন। এ হচ্ছে ঠাকুর ঘর। ঠাকুরর বর্ষা জলের ঠাকুর বর্তমান ভিজিকি রয়েছেন। যদি কহবা এক প্রকার যেহেতু গতকালি রাতি ঘর ভিতরে পানি রয়েছে, তবে কিছু জিনিস সিট করা এবে বর্ষা জলের বর্তমান যে আলমিরা কথা কুহতু, খট কথা কুহতু, এবে ବର୍ଷା ଭିତରେ ରହିଛି। ଦେଖୁଥିବ ସିଧାସଳଖ ପୁରା ହଉଛି ବେଡରୁମ୍ ଦୃଶ୍ୟ। ବେଡରୁମ୍ ଉପରେ ଏବେ 2 ଫୁଟରୁ 2.5 ଫୁଟର ବର୍ଷା ଜଳ ଲହଡ଼ି ମାରିବ। ଆମ ସହିତ ଅଛନ୍ତି ଆଉ କିଛି ପରିବାର ଲୋକ ଅଛନ୍ତି, ସିଧା କହିବେ କେତେବେଳେ ପାଣି ଏମିତି ରହିଲାଣି? ରାତି 1ରୁ ଆସିଲାଣି ପାଣି। ରାତି 1ରୁ ଏମିତି ଭର୍ତ୍ତି କରାଯାଇଛି। 1ରୁ ଶୋଇନୁ, 12ଟାରୁ ବର୍ଷା ହେଲା। ତାପରେ ପରେ ତ ଆଉ ପାଣି ଆସ୍ତେ ଆସ୍ତେ ହେଇକି ଭର୍ତ୍ତି ହେଇଗଲା ଘର ଭିତରେ। ବଢୁଛି, ପାଣି ବଢୁଛି, କମୁନି। ନାଇଁ, ଆର ବର୍ଷ ବି ଅଳ୍ପ ଅଳ୍ପ ହେଇଥିଲା, ଏ ବର୍ଷ ଜୋରରେ ହେଇଛି ଆହୁରି। ଆର ବର୍ଷ ଅପେକ୍ଷା ଜୋରରେ। କିଛି ରୋଷେଇବାସ ଏପର୍ଯ୍ୟନ୍ତ କିଛି କରିନୁ, ଜିନିଷ ପତ୍ର ଉପରକୁ ସବୁ ରଖିକି ରଖୁଛୁ। କାରଣ ହେଉଛି ମେନ୍ ହେଲା ଆମର ଡ୍ରେନ୍ ସଂକୁଚିତ ହେଲା ଏବଂ ସଫା ଟୋଟାଲି ହେଉନି। କେହି ଆସିନାହାନ୍ତି। ନିଶ୍ଚିନ୍ତ ନା। ସିଧାସଳଖ ଦେଖୁଥିଲେ କିଭଳି ଭାବେ କେବଳ ଏଠି ନୁହଁ, ବହୁତ ଜାଗାରେ ମଧ୍ୟ ପାଚେରୀ ଭାଙ୍ଗି ଯାଇଛି। ଏବଂ ଅନ୍ୟପଟେ ଦେଖିବା ଯେଉଁ ରାଜଶେଷପୁର ଅଞ୍ଚଳ ରହିଛି, ଚାନ୍ଦଲ ଛକଠାରୁ ଯେଉଁ ରହିଛି ସାପୁଆ ପର୍ଯ୍ୟନ୍ତ ଯେଉଁ ମୁଖ୍ୟ ଡ୍ରେନ୍ ରହିଛି, ଡ୍ରେନ୍ ଭିତରେ ବର୍ଷା ପାଣି ଆସିଛି। ବର୍ଷା ପାଣି ଆସିବା ଫଳରେ ଯେହେତୁ ପାଇଁ ବର୍ଷା ଯେଉଁ ଡ୍ରେନ୍ ଅବରୋଧ କରାଯାଇଛି, ସେଥିପାଇଁ ଲୋକମାନଙ୍କ ଘରେ ବହିଛି ଏବଂ ଲୋକମାନେ ଏବେ ମଧ୍ୟ ବହୁ ଅସୁବିଧା ସମ୍ମୁଖୀନ। ଏବଂ ଆମେ ମଧ୍ୟ ଏନ୍ଏସି କର୍ତ୍ତୃପକ୍ଷକୁ ନିବେଦନ କରୁଛୁ କିଭଳି ଭାବେ ଲୋକମାନଙ୍କୁ ଘରୁ ପାଣି ବର୍ଷା ପାଣି କି ଖାଲି କରାଯିବ ଏବଂ କିଭଳି ଭାବେ ଲୋକମାନଙ୍କୁ ରହିପାରିବେ, ଠିକ୍ ଭାବେ ରହିପାରିବେ, ସେପରି ସମସ୍ତ ବ୍ୟବସ୍ଥା କରାଯିବ। ଆଠଗଡ଼ରୁ ମନୋଞ୍ଜନ ମହାନ୍ତି, ନନ୍ଦିଘୋଷ ଟିଭି।